एपटा हूँ रेमु आउ एपटा हूँ नेपुरा साइड। तो हेलो गाइस, तो मु आज आपनको देखेबी कि बन्या परर बिल बाड़ीर अवस्था आमर कौन आउ आमर घरर भी अवनी। तो चलतु आगे घरे कौन होची देखिबा, तापरे जिबा जुआड़े जिबा। मालो मा मो जेजमा कौन कर आगे कि देखे। हाँ परा ए मो जेजेमा एटी कौन करची, आमर लंका कुटाउची, लंका सरी जाइची। जेजमा तो लंका कुटुची लंका कुटुची लंका को भाजुची तो ग्राइंडर दरकार हो। तो मु चली गली मो मामा को घर को ग्राइंडर आनिया कहीं आमर तो नहीं ग्राइंडर। तो मामा को घरे कौन होउची आगे देखे। सोच दी मरियनी मो जेजमा एटी सुईजंती मालो कच्चार खाई मामा मोर आउ आमर दीटा गध एटी सुईजंती दीटा गध सुईजंती उठी ना दे पर्यंत अपलो ए अपलो उठी पड़ता बताइलनी। तो ग्राइंडर के अछि खोजबा ओ ना 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 लो ग्राइंडर ने की घर को जिबा। ताको कौन दी देली उठी पड़िला लो ता मां मार दो मते चाहि चाहि तो हम्म तुम देखुच रो बन्यारे आमर ये दीटा कदली कांदी पड़ीला गोटे तो छोट बहुत अच्छे आ गोटे पाकल हो जाइए तो बिक्री हम ना तो पेटर जीव आमर आ पूरा कड़कड़िया है कि सुखी दिया अब। এই চামচରେ ଭଲ ହବ। ଏତିକ ମୁଁ ଆଗେ ମୋ ବୋଉକୁ ଦେଇ ଆସେ, ତାପରେ ଜାଡକୁ ଯିବା ଆଉ। କାଦୁ ଯୋଉ ହଉଛି ଖାଲି ପାଦରେ ଚାଲି ହବନି ଟୋଟାଲି। ନେବ ଏଇ ନ ଅଛି ଆଉ ଗୁଣ୍ଡ ଗୁଣ୍ଡ ଦେଇଦେଲୁ ଯେ ସେ ଇଏ ପାଛରେ। ଓ ଗାଇସ୍, ଏବେ ଯିବା ଆମେ ଦେଖିବା ପାଇଁ ପାଣି ପାଣି। ଏଇ ହ୍ୟାଲୋ ହ୍ୟାଲୋ ମିଷ୍ଟର ନା ମିସ୍ ଜାଣେନି ମୁଁ। କିଟି କିଟି ନା ତା ମୁଡ୍ ଏବେ ଭଲ ନାହିଁ। ଚିଙ୍କି ଚିଙ୍କା ତ ବେହା କି ମୋ ଡାଇନୋସର ଭଳି ଚପଲଟାକୁ ପିନ୍ଧିବ କିରା। ଆଗେ ହାତ ଧୋଇବା ନା ଆଉ, ମରିବା ଏସବୁ ଗଳାରେ ବାନ୍ଧିବାନି ଆମେ। ଭୁଲବଶତଃ ଯଦି ହାତଟା ଏଇଠିକି ଚାଲିଯିବ ତାପରେ କଣ ହବ, ମୋ ଆଖି ତ ଯିବ ନା ଆଉ। ଗଳିବାକୁ ଯିବ କଳର ଟାଇମ କେତେ ଆଗେ ଦେଖିବା ଗଡିଆ ପାଣି କେତେ। କାଲି ତ ମେଘ ହେଇଥିଲା ନା, ଏ ସରି ଖରାଟା ହେଇଥିଲା, ଖରା ହେଇଥିଲା ଯୋଗୁରୁ ପାଣିଟା ଶୁଖିଥିବ। ଅବସ୍ଥା ନାହିଁ ରାସ୍ତା ଘାଟ ଅବସ୍ଥା ନାହିଁ କାଡେ କାଡେ ଯିବି ଭାବୁଛି। ଆମ ଗଡିଆ ଆଗରୁ ଦେଖିଥିବେ ମୋ ଗଡିଆଟାକୁ ଏବେ ଫୁଲ କେତେ ପାଣି ହେଇଛି ଦେଖିବେ।
যাইতে নেই রাস্তাটাକୁ পাରି করতে তো রাস্তা অবস্থা নেই ଓ ଦେଖନ୍ତୁ ପୁରା ଏତେ ପର୍ଯ୍ୟନ୍ତ ପାଣି ଅଛି ଏଇଟା ଯଦି ଫୁଲ ହେଇଯିବ ତାହେଲେ ଏବାଡକୁ ପାଣି ଆସିଯିବ ଏବାଡେ ବୁଡିଯିବ ଏଇଟା ଫୁଲ ହେଲେ ଯାଇକି ବୁଡିବ ସିନା ଫୁଲ ହେଇନାହିଁ ତ ଆଗେ ହାତଟା ଧୋଇ ପକାଇବା କାହିଁକି ନା ହାତଟା ଯଦି ଏଇଠି ସେଇଠି ବାଜିବ ନା ତ ମରିଯିବି ବାବା। ଆଗେ ହାତଟା ଧୋଇ ପକାଇବା କେତେ ପାଣି ଯାଉ ତ ଆଗରୁ ସ୍କୁଲରେ ସବୁ ହାତ ଧୋଇବାର ଦେଖାଉଥିଲା ପ୍ରଥମେ କେମିତି ଧୋଇବ ତାପରେ କେମିତି ଧୋଇବ ତ ସାଙ୍ଗମାନେ ହାତ ଗୋଡ଼ ତ ଧୋଇ ପକେଇଲେ ଏବେ ଚାଲନ୍ତୁ ଯିବା ମାଲୋ ଯାଇ ହଉନି। ଧୋଇ ପକେଇଲେ ଏବେ ବିଲକୁ ଯିବା ମାନେ ଦେଖିବା ପାଇଁ ତୁମକୁ ଏବେ କିଛି ନାହିଁ ମୁଁ କାଲି କେତେଟା ପାଣି ଥିଲା ମାନେ ବିଲ ପୁରା ବୁଡିଥିଲା କାଲି ଗୋଟେ ଖରା ହେଲା ପୁରା ଶୁଖିଯାଇଛି ବିଲ ସବୁ ପାଣି ଶୁଖିଗଲାଣି ବେଡ୍ ଲକ୍ ମୋ ଦେହ ତ ଭଲ ନଥିଲା ଆଉ ମାନେ ଦେଖିବା ପାଇଁ ହେଇଥାନ୍ତା ଦେଖିପାରୁଛନ୍ତି ନା ଆମ ଗଡିଆର ପାଣି କେତେ ଥିଲା ପୁରା ଫୁଲ ହେଇଯାଇଛି ମୋ ବାପା ଏପଟର ନଟା ପକେଇ ଦେଇଛନ୍ତି ଜିମି କେରକ ହେଲା କେ ବାତ୍ୟା ଦେଖିକି ଭିଉ ଭଲ ଲାଗିବ ଶୁଖିଲୋ ବାପା ତ ସବୁଆଡେ କଣ୍ଟା ପକେଇ ଦେଇଛନ୍ତି କଣ୍ଟା ପକେଇଛନ୍ତି ଯାଇ ହବନି କୁଆଡେ ଏଇଠୁ ଦେଖିଦବା ତୁମକୁ ଆଉ ଏଇଠି ଆମର ନାଳ କରୁଛନ୍ତି ମୋ ବାପା ଦେଖିଲା ଯେତେ ବନ୍ୟା ଆସେ ପାଣି ଫୁଲ ହେଇକି ଆଉ ଯାଇପାରେନି ସେଠି ଆମର ବନ୍ଧ କରାଯାଇଛି ଟେକିକି ମାଛ ଯାଏ ତାହେଲେ ଆମର ଏଇନୁ ମାଛ ଚାଷ ମାନେ ଆପେ ଆପେ ମାଛ ହୁଏ ବନ୍ୟା ପାଣିରେ ମାଛ ଯୋଉ ସବୁ ଆସନ୍ତି ସେଗୁଡାକୁ ହୁଏ ଚାଲ ଏରକ ଯିବା ଏଠୁ ପାଣି ପୁରା ଏଠି ସବୁ ଫୁଲ ଥିଲା ଟୋଟାଲ ଜମି ଦେଖା ନଥିଲା କିନ୍ତୁ ଏବେ ଦେଖାଯାଉଛି ନାଭ କଣ ହେଲା ମୁଁ ଆପଣଙ୍କ ଦେଖିବି ପୁରା ଫୁଲ ହେଇଥିଲା ପୁରା ତରଙ୍ଗ ପୁରି ପାଣି ହେଇଥିଲା ଏଠି ଛାଡ ବେଡ୍ ଲକ୍ ପଳେଇ ଆସ ଥିଲେ ନା ମାନେ ଏଇଟା ଦେଖା ଯାଉଥିଲା ଟୋଟାଲି ଯୋଉ ସବୁ ରୁଆ ହେଇଛି ସେ ସବୁ କିଛି ଦେଖା ଯାଉନଥିଲା ଖାଲି ପାଣି ଥିଲା କିନ୍ତୁ କାଲି ଯୋଉ ଗୋଟିଏ ଖରା ହେଲା ସେନ ଅଧେ ଶୁଖି ନେଇଛି ପାଣି ଆଉ ଥରେ ଯଦି ବର୍ଷା ଟା ହେଇଯିବ ତାହେଲେ ନିଶ୍ଚିନ୍ତ ରୂପେ ବନ୍ୟା ଟା ଆସିବ ଆମ ପଡିଯିବା ଓ ଏଇ ବାଟିଆ ଯିବା ଆମ ଆଗରୁ ବହୁତ କଦଳୀ ଚାଷ ହଉଥିଲା କଦଳୀ ଗଛ ଲଗା ହେଇଛି ଏବେ ମରିଗଲାଣି ସବୁ କଦଳୀ ଗଛ ଯାହା ଅଛି ସେଇନା ଚଳା ହୁଏ ଆଉ ବାହୁ ପାଇଲି ବାହୁ କାଟି ପାଇଲି ଜାଳ ଟିକେ ହବ ଆଉ ଆମର ତ ଚୁଲିରେ ରନ୍ଧା ହୁଏ ଜାଣ ଏଇଠି ଦେଖ ଫୁଲ ଦେଖା ହଉଛି ନା ଏଟା ହଉଛି ଗାଁ ମନେ ପଡୁନି ଏଟା ଆମର ପିଜୁଳି ଗଛ କିସ କୁହନ୍ତି ଗୋଟେ ଚୁଲୁପି ଗଛ ଜୁକ ଲାଗିବ ଯଦି ଏଇଠି ମା ହଉଛି ଲାଗିଛି ନା କଣ ନା ନା ଜୁକ ଏ ବାଟେ ପ୍ରବଳ ଆମର ଛାଡ ଏଇ ଯାଉଛ କୁଆଡେ এইটা আমার ଆଉ ଗୋଟେ ଗଡ଼ିଆ ବନ୍ଧ ଏଇଟା ସିଧା ପୁଲମୁରୁ ଯେ ପାଣି ଆସେ ଏଇ ବାଟିଆ ଯାଏ ମାଛ ଏଇସବୁ ଏଇ ବାଟେ ଟେକନ୍ତି ଆମ ଧଉଡ଼ି ଏଇଠି ବସା ହୁଏ ଧଉଡ଼ି ଫୁଲ ହେଇଯାଇଛି ଦେଖୁନ କେତେ ବୁଢ଼ାଟେ ଭୁସୁଙ୍ଗା ଗଛ ଦରକାର ଯଦି ମୋତେ ମାଗିବେ ମୁଁ ଦେବି ଆପଣଙ୍କୁ ଚାଲ ତ ଏବେ ଚାଲନ୍ତୁ ଆମ କୁଲୁ ମୁହଁ ପଟେ କେରକ ଦେଖାଉଛି ଦେଖିବା ଆମ ରାସ୍ତା ପୁରା ସୁନସାନ ଏବେ ତ ଏପଟା ହଉଛି ରେମୁ
ଆଉ ଏପଟ ହଉଛି ନେପୁରା ସାଇଡ। ପାଣି ପୁରା ମାନେ ଅପରଦିନ ପୁରା ଫୁଲ ଥିଲା ଏପଟର ଦେଖିବାଟେ ଆମ ପୁଲମୁ ଏଇଟା ଥିଲା। ମୁଁ ଯେବେ ବନ୍ୟା ହବ ଦେନେ ଦେଖିବି। ରାସ୍ତାରେ ଏବେ କେହି ନାହିଁ। ଚାଲନ୍ତୁ କାଲି ଯେ ଏତେ ଜୋର ସରି ପବନ ହେଲା ଆମର ଏଠି ବାନ୍ଧା ହେଇଥିଲା ଦିଟା ଦଉଡି ସେଟା ଖସି ଯାଇଛି। ତ ମୋ ବୋଉ ଏଠି ନ୍ୟୁ ଗୋଟେ ଦଉଡି ବନିଛି ଦେଇକି ଆମ ଭାଇ ଭଉଣୀ ଲୁଗାପଟା ଶୁଖିଛି ଦେଖିପାରୁଥିବେ। ଏଇଟା ହଉଛି ଆମର ବାଲି କାଣ୍ଡି, ସେଇଟା ହଉଛି ଆମ ଚିପ୍ସ କାଣ୍ଡି, କିନ୍ତୁ ଆମ ଘର ହିଁ ନାହିଁ। କିନ୍ତୁ ଏକା ସାଙ୍ଗରେ ମୋ ବାବାଙ୍କର ଆମର ଘର ହେଇଥିଲା, ବାବାଙ୍କର ନାଇଁ ଏକା। ମତେ ଲାଗୁଛି ମୁଁ ମ୍ୟାରେଜ ପରେ ବୋଧେ ଆମ ଘର କମ୍ପ୍ଲିଟ ହବ, କାହିଁକିନା ପଇସା ବୋଧେ ମୋହରି ପାଇଁ ସବୁ ସଞ୍ଚୟ କରି ରଖାଯାଉଛି। ପଇସା ତ ଆପଣ ମାନେ କେଉଁଠି ଭିଜିଟ କରନ୍ତି ମତେ ନିଶ୍ଚିନ୍ତ ରୂପେ କହିବେ, କାହିଁକି ନା ମୁଁ ତ ମୋ ଘର ତ ରେମୁ। ମୁଁ ତ ଦେଖିଲି ଏପଟେ ଆମର ବାଲକୁଟି ସାଇଡ